ସାଙ୍ଗମାନେ ରାତିର ବଳକା ରୁଟିକି ଆପଣମାନେ ଏମିତି ଘିଅ ବା ତେଲ ମାରିକି ଯଦି ନାଲି ଚା ହଉ ବା କ୍ଷୀର ଚା ହଉ ଖାଇବା ପାଇଁ ଭଲ ଲାଗେ କି ନାହିଁ ତ ବହୁତ ହି ବଢ଼ିଆ ଲାଗେ। ଆଉ ଆଗରେ ସବୁ ଜିନିଷ ଫିକା ପଡ଼ିଯିବ। ତ ମୁଁ ବାସି ରୁଟି କିଛିଟା ବଳି ଯାଇଥିଲା, ମାନେ 2ଟା ବଳି ଯାଇଥିଲା। ଏମିତି ବାସି ରୁଟି ଖାଇବା ପାଇଁ କେହି ଭଲ ପାଆନ୍ତିନି, କିନ୍ତୁ ଦେହ ପାଇଁ ବହୁତ ଭଲ। ମୁଁ ଏଠି ନାଲି ଚା ଟିକେ କରିଦେଲି, ଯେହେତୁ ବର୍ଷା ପାଗ ତାକୁ ଟିକେ ବୁଡ଼େଇକି ଖାଇଦେଲି। କିଛି ଲୋକ ପଚାରୁଛନ୍ତି, ମୋତେ କମେଣ୍ଟ କରୁଛନ୍ତି, ଦିଦି ତୁମେ କ'ଣ ସବୁବେଳେ ନାଲି ଚା ପିଉଛ? ନାଲି ଚା ଦେହ ପାଇଁ ବହୁତ ହି ଭଲ। ତାପରେ ସେଥିରେ ଅଦା, ଗୋଲମରିଚ, ତେଜପତ୍ର ସବୁ ଜିନିଷ ପଡ଼ିଥିବ ନା, ଦେହ ପାଇଁ ବହୁତ ଭଲ। ଆମର ବି କ୍ଷୀର ଚା ହୁଏ, ଦେଖୁନାହାନ୍ତି। କ୍ଷୀର ମୋର ପୁରା ରାତିରୁ ଫୁଟେଇକି ରଖିଥିଲି, ତଥାପି ସେ ଛିଡ଼ି ଯାଇଛି। ତ ମୁଁ ତାକୁ ତ ନଷ୍ଟ କରିବିନି, ହେଲେ ମୋ ଝିଅ କହୁଛି ମାମା ମୋତେ ଛେନାରେ ଚିନି ଗୋଳେଇକି ଦେଇଦିଏ, ମୁଁ ଖାଇଦେବି। କିନ୍ତୁ ବିଲକୁଲ ବି ନୁହେଁ। ମୁଁ କହିଲି ରହ, ମୁଁ ଏଥିରେ ଗୋଟେ ବଢ଼ିଆ ରେସିପିଟେ ବନେଇଦେବି, ସମସ୍ତେ ଖାଇଦେବା। ତ ଏଇଠି ଛେନା ଯେହେତୁ ବଢ଼ିଆ ସେ ଛିଡ଼ି ଯାଇଥିଲା, ମୁଁ ତାକୁ ଆଉ କିଛି ସମୟ ଭଲସେ ଫୁଟେଇ ନେଲି। ଫୁଟି ସାରିଲା ପରେ ଗୋଟେ ପୁରା ଟାଇଟ୍ କରିକି ତାକୁ ଭିଡ଼ି ଦେଲି ଗୋଟେ ପରିଷ୍କାର କପଡ଼ାରେ। ଦେନେ ଏଠି ତାକୁ ପୁରା ଗୋଟେ ନଦୀ ଦେଲି, ଗୋଟେ ଓଜନ ଜିନିଷ ଯାହାକି ତାର ସବୁ ପାଣି ବାହାରିଯିବ। ଏପଟେ ଫ୍ରିଜ୍ରେ ମଧ୍ୟ କିଛି ସମୟ ରଖିନେଇଥିଲି, ପୁରା ଟାଣ ହେଇଯାଇଛି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଛେନା ଏଠି ପାଖାପାଖି 1 ଲିଟରରୁ ମୋତେ 250 ଛେନା ବାହାରିଲା। ଆଉ ଏଇଠି ମୁଁ ତାକୁ ବଢ଼ିଆ ସେ ରଖିନେଇଥିଲି। ସେ ସାଇଜ୍ଟା ବି ମଧ୍ୟ ବଢ଼ିଆ ସେ ହେଇଛି। ମୁଁ ତାକୁ ପିସ୍ ପିସ୍ କରିକି ଏଠି ସବୁ କାଟି ନେଲି। ଆଉ ଘର ଛେନାର ତ ଟେଷ୍ଟ ଆପଣମାନେ ଜାଣିଥିବେ ବହୁତ ହି ଭଲ। ଏମିତିରେ ତ ମାର୍କେଟରେ ଛେନା ଆମେ ଖାଉଛନ୍ତି ପନିର, ବଟ୍ ସେଥିରେ ବହୁତ ସାରା ପାଉଡ଼ର ମିଶୁଛି, ହେଲେ ଏତେ ଟେଷ୍ଟ ନାହିଁ। ଏଇ ପନିରଟା ଯେଉଁ ମୁଁ ଆଜି ରୋଷେଇ କରିଥିଲି ନା, ବହୁତ ହି ବଢ଼ିଆ ଲାଗୁଥିଲା। ବାସ୍ ଅଳ୍ପ ହେଇଥିଲା, ନହେଲେ ବହୁତ ବଢ଼ିଆ ଲାଗୁଥିଲା। ତା ସହିତ ତାକୁ ମଧ୍ୟ ଟିକେ ହାଲକା ଛଣାଛୁଣି କରି ରଖିନେଲି। ଏପଟେ ଆଳୁକୁ ମଧ୍ୟ, ଓଡ଼ିଆ ଘର ସବୁ ପ୍ରକାର ତରକାରୀରେ ଆଳୁ ଟିକେ ନ ପଡ଼ିଲେ ଭଲ ଲାଗିବନି। କଥାରେ ନାହିଁ, ପରିବା ଭିତରେ ରାଜା ହେଉଛି ଆଳୁ, ଠିକ୍ ସେଇଭଳିଆ। ଆଳୁ ଟିକେ ନ ପଡ଼ିଲେ କୌଣସି ତରକାରୀ ବିଲକୁଲ ବି ଟେଷ୍ଟ ଲାଗେନି। ତ ତାକୁ ସବୁ ଭଜାଭୁଜି କରିନେଲି। ଏପଟେ ମୋର ମସଲା ନେଇଛି ଅଦା, ରସୁଣ, ଟମାଟୋ, ପିଆଜ, ତାକୁ ବଢ଼ିଆ ସେ ଗ୍ରେଟ୍ କରିଦେବି। ମୁଁ ଏଠି ଆଜି ମସଲା ବାଟୁନି, ଗ୍ରେଟ୍ କରିକି ଦେବା, ତାର ଛେଚା ମସଲାରେ ପ୍ରକୃତରେ ବହୁତ ହି ଟେଷ୍ଟ ଲାଗେ। ତ ସେପଟେ କଡ଼େଇରେ ଯେଉଁ କିଛି ତେଲ ଥିଲା, ସେଥିରେ ତେଜପତ୍ର, ଜିରା, ଗୋଟା ଗରମ ମସଲା ସବୁ ଦେଇଦେଲି। ସେ ବଢ଼ିଆ ସେ ଭାଜି ହେଇଗଲା ପରେ ଗ୍ରେଟ୍ କରି ରଖିଥିବା ଅଦା, ପିଆଜ, ରସୁଣ, ଟମାଟୋ ତାକୁ ମଧ୍ୟ କିଛି ସମୟ କଷି ନେଲି। ଏପଟେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ତା ସହିତ ଦେଇଦେଇଛି ପନିର ମସଲା ଆଉ ଗରମ ମସଲା। ଏସବୁ ଦେଇକି ବଢ଼ିଆ ସେ ତାକୁ କିଛି ସମୟ ପାଇଁ ଏଠି କଷି ନେବା। ଲୁଣ ବି ମଧ୍ୟ ଦେଇଦେଇଛି। ତାକୁ କଷି ସାରିଲା ପରେ ତାର ସାଇଡ଼ରୁ ତେଲ ଛାଡ଼ିଗଲେ ଜାଣିବେ ଯେ ଆମର ମସଲା କଷା ରେଡ଼ି ହେଇଗଲା। ଛେଚା ମସଲାଟା ବେଶୀ ଟାଇମ୍ ନିଏନି କଷି ହେବା ପାଇଁ। ଦେନ୍ ଏପଟେ ବଢ଼ିଆ ସେ ଫୁଟିଗଲା ପରେ ଯେଉଁ ପନିର ଆଳୁକୁ ସବୁ ପକାଇଦେଲି। ରେଡ଼ି ହେଇଗଲା ମୋର ଆଜି ଘର ତିଆରି ଛେନା ତରକାରୀ। ତ ଆପଣମାନଙ୍କୁ କେମିତି କ'ଣ ଲାଗୁଛି ନିଶ୍ଚିନ୍ତ କମେଣ୍ଟ ଜଣାଇବେ। ଏମିତିରେ ତ ଆମେ ଘରେ ସମସ୍ତେ ଖାଇକି ବହୁତ ଖୁସି ଲାଗିଲୁ, ଆଉ ଏମିତିରେ ଭଲ ଲାଗିଲା। ମୋ ଝିଅ ଯଦି ଖାଲି ଏକା ଖାଇ ଦେଇଥାନ୍ତା, ଆମେ କ'ଣ ତାର ଟେଷ୍ଟ ପାଇଥାନ୍ତୁ? ତ ମୁଁ ତ ପିଠା ସହିତ ବନେଇ ଖାଇଥିଲି। ଆପଣଙ୍କ ପସନ୍ଦ, ଆପଣ ରୁଟି ହଉ ବା ଭାତ ହଉ ଯାହା ସାଙ୍ଗରେ ଖାଇପାରିବେ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଆଉ ଏକ ଛୋଟିଆ ନୂଆ ଭିଡ଼ିଓରେ।